41% ଭୋଟ ଓଡ଼ିଶାରୁ ନେବୁ ଏବଂ 15ଟା ଏମ୍ପି ସିଟ୍ ମଧ୍ୟ ଦଖଲ କରିବୁ। ଓଡ଼ିଶାରେ ବିଜୟଧାରା ଜାରି ରହିବ। ଧର୍ମେନ୍ଦ୍ର ବାବୁ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଓଡ଼ିଶାରୁ ନିର୍ବାଚନ ବହୁତ ଦିନ ହେଲା ସେ ଲଢ଼ି ନାହାନ୍ତି। ତେଣୁ ସେ ବୋଧେ ଏଇ ନିକଟରେ ହୋଇଥିବା ନିର୍ବାଚନକୁ ତାଙ୍କୁ ପୂର୍ଣ୍ଣ ସମୀକ୍ଷା ନ କରିକି ଉତ୍ସାହିତ ହେଇ ପଡ଼ିଛନ୍ତି ଯେ 3ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କରିଛି ଏବଂ ବିଶେଷ ଭାବରେ ଭାରତୀୟ ଜନତା ପାର୍ଟି ସରକାର କରିବା ପରବର୍ତ୍ତୀ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁଭଳି ଭାବରେ ଲଢ଼େଇ ଚାଲିଛି ସେଥିରେ ଭାରତୀୟ ଜନତା ପାର୍ଟିର ଭବିଷ୍ୟତ କ'ଣ ସେ ଅନୁଭବ କରିନାହାନ୍ତି ଏବଂ ଭାରତୀୟ ଜନତା ପାର୍ଟି ଯାହା ଭୋଟ ପାଇଛି ତାଠାରୁ କଂଗ୍ରେସ 12 ଲକ୍ଷ ଭୋଟ ଅଧିକ ପାଇଛି। ତେଣୁ 12 ଲକ୍ଷ ଭୋଟ ଅଧିକ କେମିତି ପାଇଛି, କୋଉ କାରଣରୁ କଂଗ୍ରେସର ଏଭଳି ପରିସ୍ଥିତି ହେଲା। କଂଗ୍ରେସର ଯଦି ବରିଷ୍ଠ ନେତାମାନେ ସଂଗଠିତ ଭାବରେ ଯେଉଁ କଥା ଆପଣମାନେ ଆମକୁ ବି କହନ୍ତି ସଂଗଠିତ ଭାବରେ ଲଢ଼ିଲେ ଏଠି ମଧ୍ୟ ଅନ୍ୟ କୌଣସି ଦଳକୁ ଲୋକ ଭୋଟ ଦେବେ ନାହିଁ। ମୁଁ ଗ୍ରାମାଞ୍ଚଳରେ ରହିକି ମୁଁ ବୁଲୁଛି, ଲୋକ ପାଖକୁ ଯାଉଛି, ଲୋକ ସେଭଳି ଏକ ମାନସିକତା ନେଇଛନ୍ତି। ତେଣୁ ଧର୍ମେନ୍ଦ୍ର ବାବୁ ଅତ୍ୟନ୍ତ ଉତ୍ସାହିତ ହୋଇପଡ଼ିଛନ୍ତି ଏବଂ କିଛି ଗଣମାଧ୍ୟମ ମଧ୍ୟ ତାକୁ କହୁଛନ୍ତି ସେ ଭବିଷ୍ୟତରେ ଓଡ଼ିଶାର ନେତୃତ୍ୱ ନେବେ। ତେଣୁ ଓଡ଼ିଶାର ନେତୃତ୍ୱ ନେଇପାରିବେ, ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବ କି ନ ଆସିବ ସେ କଥା ଲୋକେ ଜାଣିଲେନି। ଭାରତୀୟ ଜନତା ପାର୍ଟିକୁ ଏଠି ପୁରାପୁରି ଭାବରେ ଅମିତ ଶାହ ମାନ୍ୟବର ଗୃହମନ୍ତ୍ରୀ ଯେଉଁ ଆସିଥିଲେ ଗୋଟିଏ ମଞ୍ଚରେ ସେ ପୁରାପୁରି ଭାବରେ ତାକୁ ଏଠି ଧ୍ୱଂସ କରିଦେଇ ଯାଇଛନ୍ତି। ସେ କହିଛନ୍ତି କେନ୍ଦ୍ରୀୟ ଅବହେଳା କଥା କହିବେ ନାହିଁ ଓଡ଼ିଶା ରାଜ୍ୟ ସରକାର, ଆମ ଭିତରେ ମେଣ୍ଟ ନାହିଁ ବୋଲି ଓଡ଼ିଶା ରାଜ୍ୟ ସରକାର କହିପାରିବେନି ଏବଂ ଆମେ ଏକାଠି ଅଛୁ, ଆମ ଭିତରେ ସମଦୂରତା ନାହିଁ, ଆମ ଭିତରେ ସମଝୋତା ଅଛି ଏବଂ ସେଇ କଥାକୁ ଠିକଣା ବାଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ସ୍ୱୀକାର କଲେ। ସିଏ ଆଉ ସ୍ପେଶାଲ କାଟେଗୋରୀ ଷ୍ଟେଟ୍ କଥା କହିଲେନି, ସିଏ ଆଉ କହିଲେନି, ସିଏ ଆଧାର କିଛି ନାହିଁ, ସେ କହିଲେ ସ୍ପେଶାଲ କାଟେଗୋରୀ ଷ୍ଟେଟ୍ କଥା କହିଲେନି। ସେ କହିଲେନି ଯେ ଓଡ଼ିଶା ରାଜ୍ୟରେ ସେ କ୍ଷମତାକୁ ଆସିବା ନ ଆସିବା କଥା ଚିନ୍ତା ନ କରିକି ଭାରତୀୟ ଜନତା ପାର୍ଟିର ମାନ୍ୟବର ଅମିତ ଶାହ ଯାହା କହିଲେ ତାକୁ ସିଏ ସମର୍ଥନ କଲେ ଏବଂ ଦୁଇଟି ଦଳ ସେଇଦିନ ଏକାଠି ହେଇଗଲେ ଏବଂ ବିଜେପି ସେଇଦିନ ବହୁତ ପଛକୁ ଚାଲି ଯାଇଛି। ଚେଷ୍ଟା କଲେ ବି ଗ୍ରାମାଞ୍ଚଳରେ ଯାହା ଲୋକ କହୁଛନ୍ତି ଚେଷ୍ଟା କଲେ ବି ବିଜେପି ଦ୍ୱିତୀୟ ସ୍ଥାନକୁ ମଧ୍ୟ ଆସିପାରିବ ନାହିଁ। ତେଣୁ ଇଏ ଯଦି ସ୍ୱପ୍ନ ଦେଖୁଥିବେ ମୁଁ 12ଟା ପାର୍ଲାମେଣ୍ଟ ସିଟ୍ ଆସିବ, 15ଟା ପାର୍ଲାମେଣ୍ଟ ସିଟ୍ ଆସିବ, ଇଏ ଯଦି ସ୍ୱପ୍ନ ଦେଖୁଥିବେ ଏଠି ସେ ସରକାର କରିବେ, ତାଙ୍କର ସରକାର କରିବାର ନିଶା ତାଙ୍କ ଭିତରେ ନାହିଁ। ସେ କେବଳ କେନ୍ଦ୍ରରେ ମନ୍ତ୍ରୀ ହେଇଛନ୍ତି, କହିବା ଛଳରେ ସେ କହିଛନ୍ତି ସେଠି ଏଠି ବିଜୁ ଜନତା ଦଳ ସହିତ କଂଗ୍ରେସର ଲଢ଼େଇ ହେବ ଏବଂ କଂଗ୍ରେସ ଏଠି ସରକାର କରିବ, କଂଗ୍ରେସ ଦଳ ମଜବୁତ ସହିତ ଲଢ଼ିବ, ସେଭଳି ପରିସ୍ଥିତି ଅଛି। ଏବଂ ଗତ ଯେଉଁ ଆପଣମାନେ ଯେଉଁ କଥା ସବୁବେଳେ ମିଡ଼ିଆର ବନ୍ଧୁମାନେ ଯେଉଁ କଥା ପରାମର୍ଶ ଦିଅନ୍ତି ଯେ କଂଗ୍ରେସ ଯଦି ସଂଗଠିତ ନ ହୁଏ, ନେତାମାନେ ଯଦି ସଂଗଠିତ ନ ହୁଅନ୍ତି, ତୃଣମୂଳ ସ୍ତରରେ ଲୋକ ମଜବୁତ ଅଛନ୍ତି, ନେତାମାନଙ୍କୁ ସଂଗଠିତ ହେବା ପାଇଁ ଯେଉଁମାନେ ହିତାକାଂକ୍ଷୀ ସେମାନେ ପରାମର୍ଶ ଦିଅନ୍ତି ଏବଂ ସେଇ ପରାମର୍ଶରେ ଯଦି ଆମେ ସମସ୍ତେ ଏକାଠି ହେଇକି ଲଢ଼ିବୁ ଏବଂ ଏଠି ଏକମାତ୍ର ବିକଳ୍ପ ଲୋକମାନଙ୍କ ପାଖରେ ବର୍ତ୍ତମାନ 24 ବର୍ଷର କୁଶାସନ ଏବଂ ଭାରତୀୟ ଜନତା ପାର୍ଟିର 9 ବର୍ଷର ତାଙ୍କ ସହିତ ମିଶିକି ଥିଲେ ଏବଂ ଏବେ ଅମିତ ଶାହ ଆସିକି ପୁଣି ମିଶାଇ ଦେଇଗଲେ, ଆକୁ ହିସାବ କଲେ ଏଠି କେବଳ ମାତ୍ର ବିକଳ୍ପ ହେଉଛନ୍ତି କଂଗ୍ରେସ ଦଳ। କଂଗ୍ରେସ ହିଁ ସରକାର କରିବ, କଂଗ୍ରେସର ବିଜୟ ହେବ। ସିଟ୍ ଯେଉଁମାନେ କହନ୍ତି ମୁଁ ସେଥିରେ ବିଶ୍ୱାସ କରେନି, କାରଣ ମୁଁ 2 ଥର ପିସିସି ସଭାପତି ଥିଲି, ମୁଁ କେବେ ସିଟ୍ କେତେ ଜିତିବ କହେନି। ମୁଁ ଯାହା ଗ୍ରାମାଞ୍ଚଳରେ ଦେଖୁଛି ଏକମାତ୍ର ଲୋକଙ୍କ ପାଖରେ ବିକଳ୍ପ କଂଗ୍ରେସ। ଦୁର୍ନୀତି ବନ୍ୟା ଯେତେବେଳେ କ୍ଲାସରେ ପାଠ ପଢ଼ା ହୁଏ ଶେଷ ଧାଡ଼ିରେ ବସୁଥିବା ପିଲା ଉପରେ ମଧ୍ୟ ଫୋକସ୍ କରାଯାଏ। ଫୋକସ୍ ରହିବ ଯେ ଆମେ କେମିତି ଅଧିକ ସଂଖ୍ୟକ ସିଟ୍ ଜିତିବୁ, ନିରଙ୍କୁଶ ସଂଖ୍ୟାଗରିଷ୍ଠତାରେ ସରକାର କରିବୁ, ଏଇଟା ହେଉଛି ଫୋକସ୍ ନୁହେଁ କେତେ ସଂଖ୍ୟାରେ ଆମେ ଜିତିବୁ। ଅନ୍ୟ ରାଜ୍ୟରେ ଯେମିତି ଗୋଟେ ସଂଗଠିତ ନ ହେଇପାରିବା ଗୋଟେ ବଡ଼ ସଂଗଠିତ ହେଇଥିଲେ ଯେଉଁ ନିଶା ବେଳେ ବେଳେ ଆସେ କିଏ ନେତୃତ୍ୱ ନେବ, କାହାକୁ ନେତୃତ୍ୱ କେନ୍ଦ୍ର ଦେବ, ସେଇ ଯେଉଁ ନିଶା ଆମକୁ ନଷ୍ଟ କରିଛି ସେ ନିଶା ଓଡ଼ିଶାରେ ନାହିଁ। ଓଡ଼ିଶାରେ ଯାହାକୁ ଶ୍ରୀମତୀ ସୋନିଆ ଗାନ୍ଧୀ, ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାଡ଼ଗେ ଯାହା ନିଷ୍ପତ୍ତି ନେବେ ଓଡ଼ିଶାର ସେଇ ହିଁ ନେତୃତ୍ୱ ନେବ, ତାରି ନେତୃତ୍ୱରେ ନିର୍ବାଚନ ହେବ ଏବଂ ସେଇ ନିର୍ବାଚନ ଆମେ ଲଢ଼େଇ କରିବୁ ଏବଂ ଲଢ଼େଇରେ
ବିଜୟ ହେବ କଂଗ୍ରେସର।